ଅଲ୍ ପୁରାଣ ଷ୍ଟୋରି। ଚିନ୍ତା କର ଏବଂ ଧନୀ ହୁଅ। ମୁଁ କ'ଣ କରିବି ଯଦି ମୋ ପାଖକୁ $10,00,000 ଆସିଯାଏ? ଏହି ରୋଚକ କଥା ବି ସେହି ପୁରୁଣା ଲୋକ କଥାକୁ ଚରିତାର୍ଥ କରେ। ଯେଉଁଠି ଇଚ୍ଛା ଅଛି ସେଠି ଉପାୟ ଅଛି। ଏହି କଥା ଜଣେ ଶିକ୍ଷାବିତ୍ ଏବଂ ପାଦ୍ରୀ ସ୍ୱର୍ଗୀୟ ଫ୍ରାଙ୍କ ଡବ୍ଲ୍ୟୁ ଟ୍ୟୁନ୍ ସାଲୱାଙ୍କର। ସେମାନେ ନିଜର କାମର ଆରମ୍ଭ ଦକ୍ଷିଣ ଶିକାଗୋର ଏକ ଅନ୍ୟମଧ୍ୟେୟ ସ୍ଥାନରୁ ଆରମ୍ଭ କରିଥିଲେ। ଯେତେବେଳେ ସେମାନେ କଲେଜରେ ଥିଲେ ସେତେବେଳେ ସେମାନଙ୍କୁ ସେହି କଲେଜର ଶିକ୍ଷା ପ୍ରଣାଳୀ ଅଧିକ ଦୋଷପୂର୍ଣ୍ଣ ପ୍ରତୀତ ହେଉଥିଲା। ସେମାନେ କଳ୍ପନା କରୁଥିଲେ ଯେ ଯଦି ସେ କୌଣସି କଲେଜର ପ୍ରମୁଖ ହୋଇଯାଆନ୍ତେ ତେବେ ତାକୁ ସୁଧାର କରିପାରନ୍ତେ। ସେମାନେ ସେପରି ଏକ କଲେଜର ଅନୁସନ୍ଧାନରେ ରହିଲେ ଯେଉଁଠି କର ଏବଂ ଶିଖ ପଦ୍ଧତି ଅବଲମ୍ବନ କରାଯାଉଥିବ। ସେମାନେ ମନେ ମନେ ଏକ ଯୋଜନା କଲେ ଯେ ଯଦି କୌଣସି ପ୍ରକାର ତାଙ୍କ ପାଖକୁ $10,00,000 ଆସିଯାଆନ୍ତା ସେମାନେ ତା'ର ଋଣପନ୍ଥୀ ପ୍ରଣାଳୀକୁ ତ୍ୟାଗ କରି ଏକ ନୂତନ ପଦ୍ଧତିରେ ତାକୁ ଚଳାଇବେ। ମାତ୍ର ତାଙ୍କ ଆଗରେ ପ୍ରଶ୍ନ ଥିଲା ତାଙ୍କୁ $10,00,000 କେଉଁଠାରୁ ଏବଂ କିପରି ପ୍ରାପ୍ତ ହେବ। ଏହି ତର୍କ ବିତର୍କ ଦିନରାତି ଲାଗି ରହିଲା ଏବଂ ଶୋଇବା ବସିବା ବେଳେ ଏହି ବିଷୟରେ ଚିନ୍ତା କଲେ। ଦିନେ ଶନିବାର ଅପରାହ୍ନରେ ମୋର ଏକ ବିଚାର ଆସିଲା। ଦୀର୍ଘ 2 ବର୍ଷ ଧରି ଏହି ପ୍ରଶ୍ନ ଉପରେ ବିଚାର କରୁଥିଲି। ମାତ୍ର ଅଚାନକ ମୋତେ ଲାଗିଲା ଏ କାମ ଅସମ୍ଭବ ନୁହେଁ। $10,00,000 ମୁଁ ଏକ ସପ୍ତାହରେ ସଂଗ୍ରହ କରିନେବି। ମୋ ସାମ୍ନାରେ ଏକ ସ୍ପଷ୍ଟ ଇଚ୍ଛା ଥିଲା ଯାହା ଏକ ବିଚାରରୁ ସୃଷ୍ଟି ହୋଇଥିଲା ଏବଂ ସାମ୍ନାରେ ଏକ ସ୍ପଷ୍ଟ ଯୋଜନା ବି ସାକାର ହେବାକୁ ଲାଗିଲା। ମୁଁ ସମସ୍ତ ଖବର କାଗଜକୁ ସୂଚିତ କଲି ଯେ ମୁଁ ଏକ ଉପଦେଶ ଦେବି ଯାହାର ଶୀର୍ଷକ ହେବ ଯଦି ମୋ ପାଖରେ $10,00,000 ଆସିଯିବ ତ ମୁଁ କ'ଣ କରିବି। ଏବଂ ମୁଁ ଏହି ଉପଦେଶର ପ୍ରସ୍ତୁତିରେ ଜୀବନ ମୂର୍ଚ୍ଛା ଲାଗିଗଲି। ମୋତେ ପକ୍କା ବିଶ୍ୱାସ ଯେ ଏ ଧନ ରାଶି ମୁଁ ରୋଜଗାର କରି ନେବି କାରଣ ମୋତେ ଲାଗୁଥିଲା ଯେ ଏହି ଧନରାଶି ମୋ ପାଖକୁ ଆସିଯାଇଛି। ମୁଁ ମୋର ଉପଦେଶ ଭଲ ଭାବରେ ଏକ କାଗଜ ଉପରେ ଲେଖିନେଲି ଓ ଏ ବିଳମ୍ବିତ ରାତ୍ରରେ ଯେତେବେଳେ ଶୋଇବାକୁ ଗଲି ମୁଁ ଅଧିକ ସନ୍ତୁଷ୍ଟ ଥିଲି। ସକାଳେ ମୁଁ ପ୍ରସ୍ତୁତ ହେଲି ସେହି କାଗଜକୁ ପୁଣି ପଢ଼ିଲି ଏବଂ ନିଷ୍ପକ୍ଷ ରୂପେ ଭାବିଲି ଏହା କିପରି ଶ୍ରୋତାଙ୍କୁ ପ୍ରଭାବିତ କରିବ। ତାପରେ ମୁଁ ମିଟିଂକୁ ଚାଲିଗଲି। ଯେତେବେଳେ ମୁଁ ସେଠାରେ ପହଞ୍ଚି ମଞ୍ଚ ଉପରେ ଠିଆ ହେଲି ଦେଖିଲି ସେ କାଗଜ ମୁଁ ଭୁଲି ଯାଇଥିଲି। ଏହି ବିଚିତ୍ର ଉପଦେଶ ଲୋକଙ୍କ ମନରେ ଅନେକ ଜିଜ୍ଞାସା ଭରି ଦେଇଥିଲା। ଯଦି ମୁଁ କାଗଜ ଆଣିବା ପାଇଁ ଫେରିଯିବି ତେବେ ବାତାବରଣ ବିଗିଡ଼ିଯିବ। ଜଣାନାହିଁ ମୁଁ ଫେରି ଆସିବା ପର୍ଯ୍ୟନ୍ତ ଲୋକେ ଅପେକ୍ଷା କରିବେ କି ଫେରିଯିବେ। ମୁଁ ଅଧିକ ବ୍ୟସ୍ତ ଥିଲି। ମାତ୍ର ଯେତେବେଳେ ଚେତନ ମସ୍ତିଷ୍କ କ୍ଷୁବ୍ଧ ହୁଏ ତେବେ ଅବଚେତନରୁ ସାହାଯ୍ୟ ମିଳେ। ମୋର ଅବଚେତନ ମୋର ସହାୟତାକୁ ଆସିଲା କାରଣ ସ୍ୱତଃ ପ୍ରେରଣା ଦ୍ୱାରା ଏହା ଜାଗୃତ ହୋଇ ସାରିଥିଲା। ମୋତେ ମୋର ଉପଦେଶ ଅକ୍ଷରଶଃ ସ୍ମରଣ ଆସିଲା ଏବଂ କହିବା ଆରମ୍ଭ କରିଦେଲି। ମୋତେ ଜଣାପଡ଼ିଲା ମୁଁ ଏହି ସମୟରେ ଶ୍ରୋତାମାନଙ୍କୁ ନୁହେଁ ଈଶ୍ୱରଙ୍କୁ ସମ୍ବୋଧିତ କରୁଛି। ମୁଁ ମୋର ଶିକ୍ଷା ଯୋଜନା ପୂର୍ଣ୍ଣ ବିସ୍ତାର ସହିତ ଲୋକଙ୍କ ସାମ୍ନାରେ ରଖିଲି ଯେ କିପରି
ଏହି ପଦ୍ଧତି କେବଳ ବିଦ୍ୟାର୍ଥୀମାନଙ୍କୁ ଶିକ୍ଷା ଦେବ ନାହିଁ, ବରଂ ସେମାନଙ୍କୁ ବ୍ୟବହାରିକ ଜ୍ଞାନରେ ବି ପ୍ରବୀଣ କରିବ। ମୁଁ ଅନେକ ସମୟ ପର୍ଯ୍ୟନ୍ତ କହି ଚାଲିଲି। ଯେତେବେଳେ ମୁଁ ଭାଷଣ ଶେଷ କରି ଚୌକିରେ ବସିଲି, ସେତେବେଳେ ଶ୍ରୋତାଗଣ ନୀରବ ଥିଲେ। କିଛି ସମୟ ପରେ ତୃତୀୟ ଧାଡ଼ିର ଜଣେ ବ୍ୟକ୍ତି ମୋ ପାଖକୁ ଆସିଲେ ଏବଂ ମୋ ସହିତ ହାତ ମିଳାଇ କହିଲେ, ଫାଦର, ଆପଣଙ୍କ ଭାଷଣ ମୋତେ ଭଲ ଲାଗିଲା। ମୋର ବିଶ୍ୱାସ ଯେ ଆପଣ ସବୁକିଛି କରିପାରିବେ ଯାହା ଆପଣ କହିଲେ। ଏହା ପ୍ରମାଣିତ କରିବା ପାଇଁ ମୋର ଆପଣଙ୍କ ଉପରେ ବିଶ୍ୱାସ ଅଛି। ମୁଁ ଆପଣଙ୍କୁ $10,00,000 ଦେଉଛି। ମୋ ନାଁ ଫିଲିପ ଡି ଆର୍ମର ଅଟେ। କାଲି ସକାଳେ ମୋ ଅଫିସକୁ ଆସି ଏହି ଅର୍ଥ ଆପଣ ନେଇଯିବେ। ଏହି ଅର୍ଥରେ ପ୍ରସିଦ୍ଧ ଆର୍ମର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ସ୍ଥାପନା ହୋଇଥିଲା। ଏତେ ପରିମାଣର ଅର୍ଥ ବୋଧହୁଏ ଜଣେ ପାଦ୍ରୀ ଏତେ କମ୍ ସମୟ ମଧ୍ୟରେ କାର୍ଯ୍ୟରେ ଲଗାଇବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତାଙ୍କ ମନରେ ଆସିଥିବା ବିଚାର ଏକ ଇଚ୍ଛା ସୃଷ୍ଟି କଲା, ଯାହା ସ୍ୱତଃ ପ୍ରେରଣା ଦ୍ୱାରା ତାଙ୍କର ଅବଚେତନକୁ ଜାଗୃତ କରି ଏକ ଯୋଜନା ତିଆରି କଲା ଏବଂ ତାଙ୍କର ଅତୁଟ ବିଶ୍ୱାସ ତାହାକୁ କାର୍ଯ୍ୟାନ୍ୱିତ କଲା। ଏହି କଥା ଉପରେ ଧ୍ୟାନ ଦିଅନ୍ତୁ। ସେହି ପାଦ୍ରୀଙ୍କର ପକ୍କା ନିର୍ଣ୍ଣୟର ମାତ୍ର 36 ଘଣ୍ଟାରେ ହିଁ ଏହି ଇଚ୍ଛା ମୂର୍ତ୍ତ ରୂପ ନେଇପାରିଲା, କାରଣ ତାଙ୍କ ପାଖରେ ଏକ ନିଶ୍ଚିତ ଯୋଜନା ଥିଲା। ଗୋନସାଲଙ୍କ ସହିତ ଏହା କୌଣସି ଆଶ୍ଚର୍ଯ୍ୟ ଘଟଣା ହୋଇନଥିଲା। ଯଦି ପକ୍କା ବିଶ୍ୱାସ, ସ୍ପଷ୍ଟ ଯୋଜନା, ତୀବ୍ର ଇଚ୍ଛା ଆପଣଙ୍କ ପଛରେ ଅଛି, ତେବେ ଆପଣ ଏପରି କରିପାରିବେ। ଯଦି ଆପଣ ସେମାନଙ୍କ ଭିତରେ ଅଛନ୍ତି ଯେଉଁମାନେ ଭାବନ୍ତି ଯେ ପରିଶ୍ରମ ଏବଂ ସଚ୍ଚୋଟତା ଦ୍ୱାରା ହିଁ ଧନପ୍ରାପ୍ତି ହୋଇପାରିବ, ତେବେ ଏ ଧାରଣାରୁ ମୁକ୍ତି ପାଆନ୍ତୁ। ଏହା ଠିକ୍ ନୁହେଁ। ବଡ଼ ପରିମାଣର ଅର୍ଥ କେବେ ପରିଶ୍ରମରୁ ମିଳେ ନାହିଁ। ଏଥିପାଇଁ ସ୍ପଷ୍ଟ ସଂକଳ୍ପ, ପକ୍କା ବିଶ୍ୱାସ ହେବା ଦରକାର। ଜଣେ ପ୍ରକାଶକଙ୍କ ଉଦାହରଣ ନିଆଯାଉ। ତାଙ୍କର ଗୋଟିଏ ହେଲେ ବହି ବିକ୍ରି ହେଲା ନାହିଁ। ମାର୍କେଟ ଯାଇ ସନ୍ଧାନ ନେଇ ଜାଣିଲେ ଯେ ଅଧିକାଂଶ ପାଠକ ବହିର ନାଁ ଦେଖି କିଣନ୍ତି, ଭିତରେ କଥାବସ୍ତୁ ପରେ ଆସେ। ସେ ପୁସ୍ତକର ସାମଗ୍ରୀ ଆଦି ବଦଳାଇ ଏକ ନୂଆ ବକ୍ସ ଅଫିସ ଭାଲ୍ୟୁ ବାଲା ନାଁ ଦେଇଦେଲେ। ପୁରୁଣା ବହିର କଭର ହଟାଇ ଦେଇ ସେ ନୂଆ ସୁନ୍ଦର କଭର ଏବଂ ଏକ ଚକମକିଆ ନାଁ ଦେଇଦେଲେ। ସେ ବହି ଖୁବ୍ ବିକ୍ରି ହେଲା। ସିଧା କଥା ହେଲା, ତାଙ୍କୁ ଏକ ବିଚାର ମିଳିଲା ନିଜର କଳ୍ପନା ଶକ୍ତିରୁ, ଯାହାର ସେ ଲାଭ ଉଠାଇଲେ। ଏହି ବିଚାରର କୌଣସି ସାର୍ବଜନିକ ବା ମୂଲ୍ୟ ଥାଏ? ଏହା ତ ବିଚାର କଲା ବ୍ୟକ୍ତି ଉପରେ ନିର୍ଭର କରେ। ଅନେକ ଲୋକ ନିଜେ କୌଣସି ଚମତ୍କାରିକ ବିଚାର ଭାବିପାରନ୍ତି ନାହିଁ, ମାତ୍ର ତାଙ୍କଠାରେ ସେ ଯୋଗ୍ୟତା ଥାଏ। ଅନ୍ୟ ପାଖରେ ଥିବା ଏହିପରି ବିଚାରକୁ ଚିହ୍ନି ତାକୁ ଆପଣାଇ ନିଅନ୍ତୁ। ଏହା କୌଣସି ଜରୁରୀ ନୁହେଁ ଯେ ଆପଣଙ୍କ ଜଣାଶୁଣା କ୍ଷେତ୍ରରେ ହିଁ ସଫଳତା ମିଳିବ। ଆଣ୍ଡ୍ରୁଜ କାର୍ନେଗୀଙ୍କ ବିଷୟ ନିଅନ୍ତୁ। ସେ ନିଜେ ମୋତେ ବତାଇଥିଲେ ତାଙ୍କୁ ଷ୍ଟିଲ୍ ବେପାର ବିଷୟରେ କିଛି ଜଣାନଥିଲା, ମାତ୍ର ତାଙ୍କର ଏହି ପୁସ୍ତକରେ ବର୍ଣ୍ଣିତ 2ଟି ସିଦ୍ଧାନ୍ତର ପୂର୍ଣ୍ଣ ଜ୍ଞାନ ଥିଲା ଏବଂ ସେ ଷ୍ଟିଲ୍ରୁ କୋଟି କୋଟି ଟଙ୍କା ଅର୍ଜନ କଲେ। ବସ୍ତୁତଃ ପ୍ରତ୍ୟେକ କ୍ଷେତ୍ରରେ ବଡ଼ ସଫଳତା ସେତିକିବେଳେ ଆସେ ଯେତେବେଳେ କୌଣସି ନୂତନ ବିଚାରର ସର୍ଜକ ଏବଂ ସେହି ବିଚାରର ବାହକ ଜଣେ ଅନ୍ୟ ଜଣକୁ ଚିହ୍ନି ହାତ ମିଳାଇ ନିଅନ୍ତି।
କାର୍ନେଗୀଙ୍କ କାମ କରିବାର ପ୍ରଣାଳୀ ଏଇଆ ଥିଲା। ସେ ଅଧିକାଂଶ ସେହି ବ୍ୟକ୍ତିଙ୍କୁ ନିଜ ସାଥିରେ କାମକୁ ନେଇଥିଲେ ଯେଉଁମାନେ ସବୁକିଛି ଜାଣିଥିଲେ ଯାହା କାର୍ନେଗୀଙ୍କୁ ସ୍ୱୟଂ ଜଣା ନଥିଲା। ହଜାର ଲକ୍ଷ ଲୋକ ଏହି କାରଣରୁ ନିଜର ଗୁଣବତ୍ତା ନେଇ ପାରୁନଥିଲେ କାରଣ ସେମାନଙ୍କୁ ବ୍ରେକ୍ ମିଳେ ନାହିଁ। ଏହା ଠିକ୍ ଯେ ବ୍ରେକ୍ ଭାଗ୍ୟରୁ ହିଁ ପ୍ରାପ୍ତ ହୁଏ, ମାତ୍ର ସଫଳ ହେବା ପାଇଁ ଭାଗ୍ୟଶାଳୀ ହେବା ଆବଶ୍ୟକ ନୁହେଁ। ଯଦି ଧ୍ୟାନ ଅଛି, ସ୍ପଷ୍ଟ ବିଚାର ଏବଂ ଯୋଜନା ଅଛି, ତେବେ ଆପଣ ଆପଣଙ୍କ ଲକ୍ଷ୍ୟ ପ୍ରାପ୍ତ କରିପାରିବେ। ବ୍ରେକ୍ ଏହାକୁ ଶୀଘ୍ର ପ୍ରାପ୍ତ କରିନିଏ କାରଣ ସେତେବେଳେ ଅନନ୍ତ ମେଧା ଦ୍ୱାରା ଆପଣଙ୍କ ସମ୍ପର୍କ ଯୁକ୍ତ ହୋଇଯାଏ। ଯେତେବେଳେ ଆପଣଙ୍କ ଜ୍ୱଳନ୍ତ ଇଚ୍ଛା ଏକ ଦୃଢ଼ ସୀମା ପର୍ଯ୍ୟନ୍ତ ପହଞ୍ଚିଯାଏ। ମୁଁ 25 ବର୍ଷ ପର୍ଯ୍ୟନ୍ତ ନିଜର ଏହି ସାଧନା ସହିତ ଜଡ଼ିତ ରହିଲି। ଏବେ ଯାଇ ମୋତେ ବ୍ରେକ୍ ମିଳିଲା। ମୋର ଏହି ବ୍ରେକ୍ ଥିଲା ମୋର ସୌଭାଗ୍ୟ। ଯେତେବେଳେ ମୋତେ ଶ୍ରୀ ଆଣ୍ଡ୍ରୁଜ କାର୍ନେଗୀଙ୍କ ସହଯୋଗ ପ୍ରାପ୍ତ ହେଲା, ସେ ସମୟରେ ଶ୍ରୀ କାର୍ନେଗୀ ମୋ ମସ୍ତିଷ୍କରେ ସେହି ବିଚାର ଭରିଦେଲେ ଯେ କେଉଁପରି ବିଚାର ଆସିଥିଲା ଏବଂ ତାଙ୍କ ଧର୍ମର ଆଧାର ତୁମେ ତାହା କର। ଯେତେବେଳେ ଏକ ସ୍ପଷ୍ଟ ବିଚାର ସଫଳତା ସିଡ଼ି ଚଢ଼ିପାରେ, ହଜାର ହଜାର ଲୋକ ଏଥିରୁ ଫାଇଦା ଉଠାଇଲେ ଅର୍ଥାତ୍ ମୋର 25 ବର୍ଷର ଅନ୍ୱେଷଣରୁ କରୋଡ଼ପତି ହେଲେ। ଏହା ଠିକ୍ ଯେ ସେହି ସୌଭାଗ୍ୟଶାଳୀ ବ୍ରେକ୍ ମୋତେ ଶ୍ରୀ କାର୍ନେଗୀଙ୍କ ସାନ୍ନିଧ୍ୟରେ ହିଁ ପ୍ରାପ୍ତ ହେଲା। ମାତ୍ର ମୋର ଦୃଢ଼ ପ୍ରତିଜ୍ଞତା, ଉଦ୍ଦେଶ୍ୟର ସ୍ପଷ୍ଟତା ଏବଂ ନିଜର ଲକ୍ଷ୍ୟ ପାଇବାର ଲାଳସା ବିଷୟରେ ତ ଭାବନ୍ତୁ ଯେଉଁ କାରଣରୁ ମୁଁ 25 ବର୍ଷ ପର୍ଯ୍ୟନ୍ତ ଅନ୍ୱେଷଣରେ ଲାଗି ରହିଲି। ଏହା ଜ୍ୱଳନ୍ତ ଇଚ୍ଛାକୁ ଏକ ଦୃଢ଼ ଉନ୍ମତ୍ତତା ଭରିଦେଲା। ଯେତେବେଳେ ଏହି ବିଚାର ସର୍ବପ୍ରଥମେ ମୋ ମସ୍ତିଷ୍କରେ ପ୍ରବେଶ କରାଯାଇଥିଲା, ତାକୁ ମୋର ସତତ ପ୍ରୟାସ ପାଳନ ପୋଷଣ କରୁଥିଲେ। ବିଚାର ଅମୂର୍ତ୍ତ ହୋଇଥାଏ, ମାତ୍ର ସଠିକ୍ ବାତାବରଣରେ ଏହା ନିଜର ଜନକ ମସ୍ତିଷ୍କଠାରୁ ବି ଅଧିକ ବଳବାନ ହୋଇଯାଏ। ଇସାଇୟତଙ୍କୁ ଦେଖନ୍ତୁ। ଖ୍ରୀଷ୍ଟଙ୍କ ମସ୍ତିଷ୍କରେ ମାତ୍ର ଏକ ବିଚାର ଆସିଥିଲା, ଅନ୍ୟ ପାଇଁ ଯାହା ତୁମେ ଚାହଁ ଯେ ସେମାନେ ତୁମ ପାଇଁ କରନ୍ତୁ। ଯଦ୍ୟପି ଖ୍ରୀଷ୍ଟ ଏବେ ନାହାନ୍ତି, ମାତ୍ର ତାଙ୍କର ବିଚାର ଆଜି ବି ଉନ୍ନତଶୀଳ ଅଟେ। ପୂର୍ବ 2000 ବର୍ଷରେ ଏହା ନିରନ୍ତର ବିକଶିତ ହେଉଛି। ଆପଣଙ୍କ ବିଚାରକୁ ବି ଆହୁରି କିଛି ସମୟ ଦିଅନ୍ତୁ। ସଫଳତାର କୌଣସି ସ୍ପଷ୍ଟୀକରଣର ଆବଶ୍ୟକତା ନାହିଁ ଏବଂ ଅସଫଳତାରେ କୌଣସି ବାହାନାର ଅନୁମତି ନାହିଁ।